ନମସ୍କାର, ଜୟ ଜଗନ୍ନାଥ। ୱେଲକମ୍ କରୁଛି ମୁଁ ଆଉ ଗୋଟେ ମିନି ବ୍ଲଗ୍‌କୁ। ଆଜି ଆମେ ଯାଉଛୁ ନନ୍ଦନକାନନ। ସେଇଟା ଅଂଶର ଫରମାଇଶ ଥିଲା ନନ୍ଦନକାନନ ଯିବାକୁ। ନନ୍ଦନକାନନ କାରଣ ଛୋଟ ପିଲାଙ୍କୁ ଯିବାକୁ ବହୁତ ଭଲ ଲାଗେ। ସେ ଟିଭିରେ ବାଘ, ଭାଲୁ ସବୁ ଦେଖୁଛନ୍ତି ନା, ତ ତାଙ୍କୁ ରିଅଲରେ ଦେଖିବାକୁ ଆଉ ଟିକେ ବେଶୀ ମଜା ଲାଗିବ। ସେ ବହୁତ ଦିନରୁ କହିଲାଣି ନନ୍ଦନକାନନ ଯିବି, ତ ଆଜି ଆମେ ଯାଉଛୁ ନନ୍ଦନକାନନ। ପହଞ୍ଚିଗଲୁ ଏଠି ନନ୍ଦନକାନନରେ। ପହଞ୍ଚୁ ପହଞ୍ଚୁ ଆମେ ଟିକେଟ୍ କରିକି ଭିତରକୁ ଗଲୁ। ଫାଷ୍ଟ ଏଠି ଆସିଗଲା ଭାଲୁ। ଭାଲୁଟା ବହୁତ ଭିତରୁଆ ଥିଲା, ତା ଭିଡ଼ିଓଟା କ୍ଲିଅର ହେଲାନି। ତାପରେ ଷ୍ଟାର୍ଟିଂ ହେଇଗଲା ବାଘ। ବାଘ ଜୋନ୍ରେ ଆମେ ଆଗ ପଳେଇଥିଲୁ। ଷ୍ଟାର୍ଟିଂରୁ ସବୁ ବାଘ ହିଁ ଆଗ ଥିଲେ, ତାପରେ ହାତୀ, ସିଂହ ଆଗକୁ ସବୁ ଥିଲେ। ଏଇ ବାଘଟା ଟିକେ ବୁଲା ଚଲା କରୁଥିଲା, ତ ଭଲ ଲାଗିଲା ଭିଡ଼ିଓ କରିବାକୁ। ଭିଡ଼ିଓଟା ନେବାକୁ ସୁବିଧା ହେଲା। ଆଉ ସବୁ ପ୍ରାୟତଃ ବାଘ ଖରାବେଳ ନା ଗୋଟେ ବେଳ ଟାଇମ୍ଟା ହେଇଥିଲା, ତ ଶୋଇ ପଡ଼ିଥିଲେ। ଅଂଶ ତ କହୁଛି ମୁଁ ସେ ବାଘମାନଙ୍କ ପାଖକୁ ଯିବି, ତାଙ୍କ ପାଖରେ ଯାଇ ଫଟୋ ଉଠେଇବି, ତାଙ୍କ ସାଙ୍ଗରେ ଖେଳିବି। କାହିଁକିନା କାର୍ଟୁନରେ ସବୁ ଛୋଟ ଛୁଆ ଦେଖୁଛନ୍ତି ନା, ବାଘମାନଙ୍କ ସାଙ୍ଗରେ ଭାଲୁମାନଙ୍କ ସାଙ୍ଗରେ କେମିତି ଖେଳୁଛନ୍ତି। ତ ସେ ବି କହୁଛି ମୁଁ ଭିତରକୁ ଯିବି। ତା ବାପା କହିଲେ ହଉ ମୁଁ କଥା ହେଉଛି ତୋତେ ଭିତରକୁ ନେଇଯିବି। ଛୋଟ ଛୁଆମାନଙ୍କର ତ ଜିଦି ଜାଣିଥିବେ ଆପଣ। ଏଠି ବାଘ ଦେଖିବା ସରିଗଲା ପରେ ତାପରେ ଆମେ ପହଞ୍ଚିଗଲୁ ହାତୀ ଦେଖିବାକୁ। ଆଉ ହାତୀଟା ବହୁତ ଦୂରରେ ଥିଲା। ଆମେ ୟା ପୂର୍ବ ଥରକ ମୋ ସାନ ଭଉଣୀ ସାଙ୍ଗରେ ଆସିଥିଲୁ। ହାତୀଟା ଗାଧେଇକି ଆସିଥିଲା, ତ ବହୁତ ପାଖରୁ ଦେଖିଦେଲୁ, ମଜା ଆସିଯାଇଥିଲା ଦେଖିକିରି। ଏଇଟା ବହୁତ ଦୂରରେ ଥିଲା, ମୁଁ ଜୁମ୍ କରିକି ନେଉଥିଲି, ନହେଲେ ଆମଠୁ ବହୁତ ଡିଷ୍ଟାନ୍ସରେ ଥିଲା ହାତୀଟା। ତାପରେ ଅଂଶକୁ ବହୁତ ଟାୟାର୍ଡ ଲାଗିଲା। ବାଘ, ଭାଲୁ, ହାତୀ ଦେଖିକି ସେ ଟାୟାର୍ଡ ହେଇଗଲା। ତାର ଆଗକୁ ଆହୁରି ବହୁତ କିଛି ଅଛି ଦେଖିବାର। ସେ କିନ୍ତୁ ନନ୍ଦନକାନନ ଗଲେ ତ ଚାଲିବାକୁ ପଡ଼ିବ ନା, ଆଉ ଛୋଟ ଛୁଆ କେତେ ବି ଚାଲିବ। ତା ବାପା ତାକୁ କାଖେଇକି ବୁଲଉଥିଲେ। ତଥାପି କିନ୍ତୁ ସବୁ ଦେଖିବି, କିନ୍ତୁ ନ ଦେଖିଲେ ଯିବିନି, ସେଇଟା କିନ୍ତୁ ତାର ଥିଲା ମାଇଣ୍ଡରେ। ସବୁ ଜନ୍ତୁ ଦେଖିବି, ସାପ ଦେଖିବି, କୁମ୍ଭୀର ଦେଖିବି, ସବୁ ଦେଖିବି। କିନ୍ତୁ ମୋତେ ତମେ କାଖେଇକି ଦେଖାଅ ପଛେ, କିନ୍ତୁ ସବୁ ଦେଖିକି ମୁଁ ଯିବି, ଆସିଛି ମାନେ। ତା ବାପା ତାକୁ କେତେ ବୁଝେଇଲାରୁ ସେ ବୁଝିଥିଲା। ନହେଲେ କହୁଛି ତ ମୁଁ ଭିତରକୁ ଯାଇକି ଫଟୋ ଉଠେଇବି ତାଙ୍କ ସାଙ୍ଗରେ। ତା ବାପା ତାକୁ ବୁଝେଇଲେ କି ହଁ ମୁଁ କଥା ହେବି, ତୁ ପାଖକୁ ଯାଇକି ତାଙ୍କର ସବୁ ଫଟୋ ଉଠେଇବୁ ଆସିବୁ। ଏମିତି କହିଲାରୁ ସେ ଟିକେ ବୁଝିକି ସବୁ ସାଇଲେଣ୍ଟ ହେଇକି ଦେଖୁଥିଲା। ଏଠି ତା ବାପା ତାକୁ କାଖେଇ କାଖେଇ ଟିକେ ଟାୟାର୍ଡ ହେଇଯାଇଥିଲେ, ତ ମୁଁ ତାକୁ ଟିକେ ଧରିକି ବୁଲଉଥିଲି ବୁଝେଇ ବୁଝେଇ। ଆସ ବାବା ଆହୁରି ଆଗରେ କେତେ କ'ଣ ଅଛି ଚାଲ ଦେଖିବା। ତାକୁ ବୁଝେଇଲାରୁ ସେ ବି ଛୋଟ ଛୁଆ ବୁଝିଗଲା। ତାପରେ ଦେଖନ୍ତୁ କୁମ୍ଭୀର, ଏତେ କୁମ୍ଭୀର ଥିଲେ, କୋଉ କୁମ୍ଭୀର ଗୋଟେ ଆକ୍ଟିଭ ନଥିଲେ। କଥା ନାହିଁ କି କୁମ୍ଭୀର ଭଳିଆ ଖାଇକି, ଗୋଧି ଭଳିଆ ଖାଇକି ଶୋଇପଡ଼ୁଛୁ, ତ ସବୁ ତକ ଖାଇକି ଏମିତି ଶୋଇଥିଲେ। କେହି ବି ଟିକେ ହୋଲ ଚୁଲ କିଛି ହଉନଥିଲେ, ସବୁ ମଲା ଭଳିଆ ପୁରା ପଡ଼ିକି ରହିଥିଲେ। ଆ ଭିତରେ ଗୋଟେ ବି କୁମ୍ଭୀର, ମାନେ ଗୋଟେ ବି କୁମ୍ଭୀର ହଲୁ ନଥିଲେ। ଏଠି ଅଜାଙ୍କ ସାଙ୍ଗରେ ବସିକି ଦେଖୁଥିଲା କୁମ୍ଭୀର। ତାକୁ ତ ଭାରି ମଜା ଲାଗୁଥିଲା। ଛୋଟ ଛୁଆଙ୍କୁ ଆକ୍ଚୁଆଲି ନନ୍ଦନକାନନ ନେଲେ ବହୁତ ମଜା ଆସିଯାଏ ତାଙ୍କୁ। କାହିଁକିନା ସବୁ ରିଅଲରେ ଦେଖନ୍ତି ନା, ସବୁବେଳେ ଟିଭିରେ ଦେଖୁଛନ୍ତି। ଛୋଟ ଛୁଆଙ୍କ ପାଇଁ ନନ୍ଦନକାନନଟା ବେଟର। ତାପରେ ଆସି ଆମେ ଏଠି ପହଞ୍ଚିଗଲୁ ସାପ ଦେଖିବାକୁ। ମୋତେ ତ ସାପ ଦେଖିବାକୁ ବହୁତ ଡର। ବହୁତ ଗୁଡ଼େ ସାପ ଥିଲେ, ବଟ୍ ମୁଁ ଭିଡ଼ିଓ କରିନି। କାହିଁକିନା ମୋତେ ସାପ ଦେଖିଲେ ବହୁତ ଡର ଲାଗେ। ବାଘ ଭାଲୁଠୁ ବି ମୋତେ ସାପ ବହୁତ ଡର ଲାଗେ। ତ ମୁଁ ସାପମାନଙ୍କର ଭିଡ଼ିଓ ବେଶୀ କରିନି। ଏଇ ଦୁଇଟା ସାପର ଭିଡ଼ିଓ କରିଛି। ତାପରେ ହରିଣ, ହରିଣ ମାନେ ବହୁତ ସୁନ୍ଦର ଦେଖାଯାଉଥିଲେ। ପାଖରୁ ଦେଖିବାକୁ ବହୁତ ସୁନ୍ଦର ଲାଗୁଥିଲା। ବହୁତ ପାଖରେ ବି ଥିଲେ ହରିଣ ଗୁଡ଼ାକ। ବଢ଼ିଆ ଲାଗିଲା, ଭିଡ଼ିଓ ବି କରିବାକୁ ଭଲ ଲାଗିଲା। ମୁଁ ସେଠି ରିଲ୍ସ ବି 2-3ଟା କରିଦେଇଛି। ଭଲ ଲାଗିଲା ସେଠି ହରିଣମାନଙ୍କୁ ଦେଖିକି। ତାପରେ ଆଉ ଗୋଟେ ନୂଆ ଜିନିଷ ଦେଖିଲି, ୟେଲୋ କଲରର କଇଁଛ। ମୁଁ କେବେ ଦେଖିନଥିଲି ୟେଲୋ କଲରର କଇଁଛ, ଫାଷ୍ଟ ଟାଇମ୍ ମୁଁ ଦେଖିଲି। ଏବେ ନନ୍ଦନକାନନକୁ ଏଇଟା ନୂଆ ବୋଧେ ଆସିଛି, ବହୁତ ଲକି। ନନ୍ଦନକାନନ ବୁଲା ସରିଗଲା, ତାପରେ ଆମେ ଚାଲିଲୁ। ଭଲ ଲାଗିଲା ନନ୍ଦନକାନନ? କେମିତି ଲାଗିଲା? କ'ଣ କ'ଣ ଦେଖିଲୁ? ଆଉ କ'ଣ?
अजगर सांप अगर अजगर सांप ହଁ ଆନାକୋଣ୍ଡା ଆଉ 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 କଇଁଛ ଦେଖିଲନି କଇଁଛ कंच ଆଉ ଲାୟନ लायन हाथी ବୋଉର ମୋର କିଛି ଭିଡ଼ିଓ ବନାଉଥିଲୁ। ମାର ମୂଲ୍ୟ ତ ଆପଣମାନେ ଜାଣିଥିବେ କେତେ ମୂଲ୍ୟବାନ। ତାପରେ ଆମେ ଏଠି ଲଞ୍ଚ କରିନଥିଲୁ, ତ ଲଞ୍ଚ କରିବାକୁ ଗଲୁ, ବହୁତ ଲେଟ୍ ହେଇଯାଇଥିଲା। ଲଞ୍ଚ କରିସାରିକି ଆମେ ଚାଲିଲୁ ଘରକୁ। ବହୁତ ଟାୟାର୍ଡ଼ ହେଇଯାଇଥିଲୁ। ଆପଣମାନଙ୍କୁ ଯଦି ଭିଡ଼ିଓଟି ଭଲ ଲାଗୁଛି ତ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦେବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।